ମହାପ୍ରଭୁଙ୍କର ଝୁଲଣ ଉଦ୍ଦେଶ୍ୟରେ ମୁଁ ମୋର ଭକ୍ତି ନୈବେଦ୍ୟଟି ଅର୍ପଣ କରିବାକୁ ଯାଉଛି। ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ଏକା ରାଧା ରାଧା ନାମ ରାଇଲା, ଏକା ରାଧା ରାଧା ନାମ ରାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ଛିଡ଼ିଲା ସେ ଛିଦ୍ର ଗଣ୍ଠି ନିବି ବନ୍ଧ ଗଲା ଫିଟି, ଛିଡ଼ିଲା ସେ ଛିଦ୍ର ଗଣ୍ଠି ନିବି ବନ୍ଧ ଗଲା ଫିଟି, ବସନ ପିନ୍ଧନ୍ତେ ତୋର ନହିଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି, ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି, ଝର ଝର ମକରନ୍ଦ ବହିଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲବିଲେ, ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲବିଲେ, ପବନ ଥକିତ ଚିତ୍ତ ମୋହିଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, କହେ ସାଲବେ ଗହୀନ ଏହି ମୋର ନିବେଦନ, କହେ ସାଲବେ ଗହୀନ ଏହି ମୋର ନିବେଦନ, ରାଧାକୃଷ୍ଣ ପାଦେ ଚିତ୍ତ ରହିଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ଏକା ରାଧା ରାଧା ନାମ ରାଇଲା, ଏକା ରାଧା ରାଧା ନାମ ରାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ଏକା ରାଧା ରାଧା, ଏକା ରାଧା ରାଧା, ଏକା ରାଧା ରାଧା ନାମ ରାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା, ବୃନ୍ଦାବନେ ବଂଶୀ କେ ବଜାଇଲା। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧିକାରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ଶତକୋଟି ପ୍ରଣାମ ଜ୍ଞାପନ ପୂର୍ବକ ଆସନ୍ତୁ ଟିକେ ମହାପ୍ରଭୁଙ୍କର ଝୁଲଣ ଯାତ୍ରା ଦେଖି ଆସିବା। ଏବେ ଶ୍ରାବଣ ମାସ, ମହାପ୍ରଭୁଙ୍କର ଝୁଲଣ ଯାତ୍ରାର ସମୟ। ଟିକେ ମାନସ ଚକ୍ଷୁରେ ଆମେ ସେଇ ଝୁଲଣ ଯାତ୍ରାକୁ ଦେଖି ଆସିବା। ଶ୍ରାବଣ ମାସର ଶୁକ୍ଳପକ୍ଷ ଦଶମୀ ତିଥିଠାରୁ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଝୁଲଣ ଉତ୍ସବ ଅନୁଷ୍ଠିତ ହୁଏ। ଦ୍ୱାପର ଯୁଗରେ ଗୋପୀମାନେ ବର୍ଷା ଦିନରେ ତାଙ୍କର ବାପ ଘରକୁ ବୁଲିବା ପାଇଁ ଯାଆନ୍ତି। ସେଠାରେ ସେମାନେ ବାପ ଘରେ ଝିଅଟିଏ କ'ଣ କରେ, ଦୋଳିରେ ଝୁଲେ। ତେଣୁ ଯେତେବେଳେ ସେ ଯାଆନ୍ତି ସେଠି ତାଙ୍କର
ନିଜ ଘରେ ବା ନିଜ ଗାଁରେ ସେମାନେ ଦୋଳି ଲଗାନ୍ତି। ଦୋଳି ଲଗେଇ ଦୋଳିରେ ଝୁଲନ୍ତି। ସେତେବେଳେ ବର୍ଷା ସମୟ, ସବୁଜିମାରେ ହେଇଥାଏ, ଚାରିଆଡ଼ ସବୁଜିମାରେ ସୁନ୍ଦର ଦେଖା ହେଇଯାଇଥିବ ଏବଂ ସେହି ସମୟରେ ସେଇ ଝୁଲଣ କୁଞ୍ଜରେ, ନିକୁଞ୍ଜ ବନରେ ପ୍ରଭୁ ଶ୍ରୀକୃଷ୍ଣ, ରାଧିକାରାଣୀ, ଗୋପୀ ମାନେ ସବୁ ଦୋଳି ଲଗାଇ ଝୁଲନ୍ତି। ଦୋଳି ଗୁଡ଼ିକ ବଢ଼ିଆ ସଜା ହେଇଥିବ, ବର୍ଷା ଋତୁ, ବର୍ଷା ହେଉଥିବ ଏବଂ ସବୁ ଗଛ ଗୁଡ଼ିକ ସୁନ୍ଦର ପତ୍ର ଫୁଲରେ ଭରି ଯାଇଥିବ। ବର୍ଷା ଟିକେ ଛାଡ଼ି ଯାଇଥିବ, ପତ୍ରରେ ଟିକେ ଟିକେ ପାଣି ଲାଗିଥିବ, ସବୁ ଗଛର ନବକଳେବର ହେଇଥିବ। ସେଇ ନିକୁଞ୍ଜ ବନରେ, ସେଇ ଲତା ଗୁଡ଼ିକ ଭିତରେ ପ୍ରଭୁ ତାଙ୍କର ପରମ ପ୍ରେମମୟ ଶ୍ରୀକୃଷ୍ଣ ରାସମୟୀ ରାଧାରାଣୀଙ୍କ ସହ ସେଠି ଦୋଳିରେ ଝୁଲନ୍ତି ଏବଂ ସଖୀଗଣ ତାଙ୍କୁ ଝୁଲାନ୍ତି। କେତେବେଳେ ସେ ତାଙ୍କର ଲୀଳା ବି ପ୍ରକାଶ କରନ୍ତି, କାରଣ କୃଷ୍ଣ କେତେବେଳେ ରାଧାରାଣୀଙ୍କ ସାଙ୍ଗରେ ଝୁଲନ୍ତି, ସେଇ କୃଷ୍ଣ ମଧ୍ୟ ସଖୀମାନଙ୍କ ସହିତ ବି ଝୁଲନ୍ତି। ପ୍ରଭୁ ହେଉଛନ୍ତି ସବୁ ରସର ରସିକେନ୍ଦ୍ରମଣି ଠାକୁର, ତେଣୁ ସେ ହେଉଛନ୍ତି ରସୋ ବୈଶଃ। ଏଇ ମହାପ୍ରଭୁଙ୍କର ଲୀଳା, ଏଇ ସ୍ମୃତିଚାରଣ କରି ତାର ଦ୍ୱାପର ଯୁଗର ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ। ଏହି ଝୁଲଣ ଯାତ୍ରାକୁ ଦେଖିବା ପାଇଁ ସମସ୍ତେ ଯିବା ଉଚିତ, କାରଣ ମୁକ୍ତି ମଣ୍ଡପଟିକୁ ପ୍ରଶାସନ ପକ୍ଷରୁ ଅତୀବ ସୁନ୍ଦର ଭାବରେ ସଜା ହୋଇଥାଏ। ସେଠି ସୋଲ, ଜରି, ଜମ୍ବୁରାରେ ସେ ସଜା ହୋଇଥାଏ ସତ, କିନ୍ତୁ ସେଠି ଗୋପଲୀଳା, ବସୁଦେବ କୃଷ୍ଣଙ୍କୁ ନେଇକି ଯିବାର ଦୃଶ୍ୟ, ବୃନ୍ଦାବନର ଦୃଶ୍ୟ, ବିଭିନ୍ନ ପ୍ରକାର ସଖୀ, ମୟୂର, ପାରାବତ, ମୂଷିକ ଏତେ ସୁନ୍ଦର ସଜା ହୋଇଥାଏ, ଆପଣଙ୍କର ଆଖି ଲାଖିଯିବ। ତା ଭିତରେ ଯେଉଁ ଝୁଲଣ ଦୋଳି, ଝୁଲଣ କୁଞ୍ଜଟି ତା ଭିତରେ ଥିବ, ଅତ୍ୟନ୍ତ ଅପୂର୍ବ ଦୃଶ୍ୟ। ମାନେ ସେଇଠି ଆପଣ ପହଞ୍ଚିଲେ ଜାଣିପାରିବେନି ଆପଣ ସେ ଜାଗାଟା ସତସତିକା ଶ୍ରୀମନ୍ଦିର ଭିତର ବା ସେଇ ଦ୍ୱାପର ଯୁଗର ଗୋପଲୀଳାର ସମୟ। ଯେତେବେଳେ ସେଇ ମୟୂର ହଉ, ପାରାବତ ହଉ, ମୂଷିକ ହୁଅନ୍ତୁ, ସଖୀମାନେ ହୁଅନ୍ତୁ, ଜଡ଼ ଚେତନ ଅବସ୍ଥାରେ ସଜା ହୋଇଥାନ୍ତି ସତ, କିନ୍ତୁ ଯେତେବେଳେ ସେଠାରେ ସେଇ ଝୁଲଣରେ ପରମ ପ୍ରେମମୟ ଠାକୁର ବସିଯାଆନ୍ତି, ଶ୍ରୀକୃଷ୍ଣ ଭୂଦେବୀ ଶ୍ରୀଦେବୀଙ୍କୁ ସାଙ୍ଗରେ ଧରି ସବୁ ଜଡ଼ ଚେତନ ହୋଇଯାଆନ୍ତି ଏବଂ ତାଙ୍କର ଦୃଶ୍ୟ ଆହୁରି ଅତୀବ ମନୋହର ହୋଇଯାଇଥାଏ ବା ଜ୍ୱଳନ୍ତ ହୋଇଯାଇଥାଏ। ତାକୁ ଦେଖିବାକୁ ଇଚ୍ଛା ହୁଏନି, ସେଇ ସମୟଟା ନ ଯାଉ ବୋଲି ଇଚ୍ଛା ହୁଏ, ସେଇ ସମୟଟା ସେଠାରେ କେବଳ ବସିବା ପାଇଁ ଇଚ୍ଛା ହୁଏ। ଦୁଇ ପାଖରେ ମଧ୍ୟ ଭୀମ ଅର୍ଜୁନଙ୍କ ପରି ଦୁଇ ଯୋଦ୍ଧା ଠିଆ ହୋଇଥାନ୍ତି, ତାଙ୍କୁ ବି ମଧ୍ୟ ଲୁଗା ପିନ୍ଧା ହେଇ ତାଙ୍କୁ ବି ସଜା ହୋଇଥାଏ। ତେଣୁ ଦୋଳିରେ ସେଇ ଦ୍ୱାପର ଯୁଗର ଦୋଳିକୁ, ଝୁଲାକୁ ମହାପ୍ରଭୁଙ୍କର ସେ ହେଉଛି ଲୀଳା। ତେଣୁ ମହାପ୍ରଭୁ ଏଇ ଲୀଳାଟିକୁ ସେଇ ଶ୍ରୀମନ୍ଦିର ଭିତରେ କରନ୍ତି, ବହୁତ ସୁନ୍ଦର ହୋଇଥାଏ। କେମିତି ସେ ଲୀଳା ହୁଏ ନା, ମହାଜନ ସେବକ ଭୂଦେବୀ ଶ୍ରୀଦେବୀଙ୍କୁ ଶ୍ରୀମନ୍ଦିରରୁ ରତ୍ନସିଂହାସନରୁ ଆଣି ଦକ୍ଷିଣୀ ଘରେ ଖଟ ସେଜରେ ରଖିବେ। ଦକ୍ଷିଣୀ ଘର ଖଟ ସେଜ ଆଗରୁ ପଡ଼ିଥିବ। ମଦନମୋହନ, ଯିଏକି ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା, ଖଟ ସେଜରେ ବିଜେ ହୋଇଥିବେ। ପୂର୍ବରୁ ଭଣ୍ଡାର ମେକପ ସେଠୁ ଅଳଙ୍କାର ଯୋଗେଇବେ। ମହାଜନ ସେବକ ମଦନମୋହନ ଭୂଦେବୀ ଶ୍ରୀଦେବୀଙ୍କୁ ଅଳଙ୍କାର ଲାଗି କରିବେ। ତାପରେ ସେଠାରେ ଠା ପକା ହେବ, ମାଣ୍ଡୁଅ ଭୋଗ ହେବ। ତାପରେ ମହାଜନ ସେବକଙ୍କ ଦ୍ୱାରା ବିଜେ ହୋଇ ରତ୍ନ ସିଂହାସନକୁ ଠାକୁର ଠାକୁରାଣୀମାନେ ଯିବେ। ମାନେ ମଦନମୋହନ ଭୂଦେବୀ ଶ୍ରୀଦେବୀ ସେଠାରେ ଭୋଗ ହୋଇସାରିଲା ପରେ ଯିବେ ରତ୍ନ ସିଂହାସନକୁ। ପୂଜା ପଣ୍ଡାଙ୍କ ଦ୍ୱାରା ମହାପ୍ରଭୁଙ୍କୁ
से कोठी रत्न सिंहासन रे 3टी माळ लागि हेइथिबो महाप्रभु जगन्नाथंकु। दक्षिण भुजरे गोटिए वाम भुजरे 2टी आज्ञा माळ थिबो। 3 बाड़े पुष्पालक सेवक आळती करिवे। तापरे पूजा पंडा मदन मोहन को डाहाण हाथरू और वाम हाथरू भूदेवी श्रीदेवी को आज्ञामाଳ देबे। तापरे मदन मोहन भूदेवी श्रीदेवी झूलन यात्रा रे दोली रे विजे हेबे। सेठारू मदन मोहन भूदेवी श्रीदेवी को जेतेबेले सेवक माने आणुथिबे से एते सुंदर भावरे सजा होइथिबे से दोली रे बसिबा पर्यंत भी भिड़ लागिथिबो। से तापरे मदन मोहन भूदेवी श्रीदेवी रत्न सिंहासन रु आसी दोली रे विजे हेबे। हड़प नायक सेवा सेठी तांबूल लागि करिवे। जेतेबेले ठाकुर ठाकुराणी माने दोली रे बसिबे से दृश्यटी देखिबाकू माने लोक भिड़ भी होई थांती आ बहुत सुंदर भी देखा होथांती। तांकर आगरे महाप्रभुंक आगरे गोटे बड़ दर्पण लागुथिबे कारण जेतेबेले मदन मोहन बसिबे मुरुकी मुरुकी हसुथिबे तांकर दृश्य देखिबाकू बहुत मन लाखी होइथिबो। से दर्पण रे निजकू देखुथिबे। तांकर पाखरे भूदेवी बसिथिबे श्रीदेवी बसिथिबे। तेणु सेही दर्पण रे से निजकू देखिबा संगे संगे भूदेवी श्रीदेवी को देखुथिबे मु ठीक से सज हेइची कि नाही, महाजन सेवक भूदेवी श्रीदेवी को सज करिचंती कि नाही, सबु सेठी ठाकुर मदन मोहन देखुथिबे। तापरे से सीधा चाहिथिबे भक्तंकु सेठारे देखुथिबे एवं सीधा भक्तगणक सहित तांकर वार्तालाप चलीथिबो। सेई समयटी बहुत सुंदर। आपण सामनारे बसिबे, ठाकुरंकु देखिबे, ठाकुरंकु अनुभव करिवे, ठाकुरंक सह कथा हेबे। एई समयटी गोटिए भक्तर जीवन रे सबुठारु मूल्यवान समय। ता पर दिन एकादशी होइथाए। एकादशी दिन मदन मोहन को सज कराई पुणी पालिंकी रे बसाई घंट काहाली बजाई बेढ़ा परिक्रमा हब। जेतेबेले भीतर बेढ़ा बुली जय विजय द्वार पाखरे पहुँचला बेले एकादशी भोग हब। बंदापना नीति तापरे ठाकुरंकर हब। महाजन सेवक भूदेवी श्रीदेवी को तापरे सेठारे पहुँचेइबे। ठाकुर ठाकुराणी माने सेठारे एकाठी हेबे। आग मदन मोहन आसी झूलन कुंजरे पहुँचीबे, तापरे भूदेवी श्रीदेवी आसी पहुँचीबे। जेतेबेले बसिबे तापरे माजणा मंडपरे कौन होइथिबो ना भजन सब बोला होथुबो। भजन शुणुथिबे ठाकुर सेपड़ दोली रे झुलुथिबे। सेवक माने दोली रे झुलेइबे। भक्त माननकु अलाउ नाही, सेवक माने दोली रे झुलेइबे। गीत भजन शुणुथिबे, पान खाउथिबे। तापरे तारी भितरे सेठी शीतल भोग हब, फल मूल एमती भोग हब। भोग सरिला परे पुणी सेठी कौन हब ना आळती हब। आळती लागी परे तापरे मदन मोहन भूदेवी श्रीदेवी एथर माने 7 दिन एहीपरि लीला सेठारे करिवे। संध्या धूप एपटरे श्रीमंदिर रे बड़देउल रे सरिले संध्या धूप तापरे मदन मोहन विजे करिवे दक्षिण घर को एवं भूदेवी श्रीदेवी विजे करिवे रत्न सिंहासन को। एहीपरि 1 सप्ताह एई झूलन यात्रा चलिबो। आगरु मासे होउथुला, एबे भगवानकर लीला भगवानक इच्छारु 1 सप्ताह पर्यंत चालुछि। झूलन पर्व हेउछि एकतार पर्व। कारण एई खरार जो झांझी खरा परे वर्षा राणी को स्वागत करी प्रभु समस्तंकु वर्षारे एकाठी करी निजे झुलंती एवं भक्तगणंकु मध्य झुलांती, जहा फलरे भक्तर मन अपूर्व आनंदरे भरी जाए। जय जगन्नाथ।